କବିତାର ଶୀର୍ଷକ ନିର୍ମମ ବାସ୍ତବତା। ବିଶ୍ୱାସର ଅନ୍ଧଗଳିରେ ଯେବେ ମୁଁ ଥାପିଲି ମୋର କୁନି କୁନି ପାଦ ଦୁଇ, ସେଇ ମୁହୂର୍ତ୍ତରୁ ଯନ୍ତ୍ରଣା ମୋର ଅତି ଅନ୍ତରଙ୍ଗ ଯୁଗ ଯୁଗ ପାଇଁ। ବିଶ୍ୱାସର ଝର୍କା ଖୋଲି ଭୂଗର୍ଭର ଘନ ଅନ୍ଧକାର ଭେଦି ଜନନୀ ଜରାୟୁ ଚିରି ଆଲୋକ ସ୍ପର୍ଶିବା ପୂର୍ବରୁ ନିଃଶେଷ କରିବା ଚେଷ୍ଟା ବିଫଳ ହେଲା ଯଦି, ତଥାପି ସେହି ମୁହୂର୍ତ୍ତରୁ ଦହନର ଅନ୍ତ ନାହିଁ। ଅବିଶ୍ୱାସର ଧୂମ୍ର କୁଣ୍ଡଳୀ ଭେଦି ଯେବେ ଦେଖିଲି ଆଲୋକ, ସେହି କାଳୁ କେବେ କେବେ ସାମ୍ନା କରିବାକୁ ହୁଏ ଏକ ନିର୍ମମ ବାସ୍ତବତାକୁ, କାହାକୁ ବାଣ୍ଟି ପାରୁନଥିବା ଦୁଃଖକୁ ଛାତି ତଳେ ଚାପି ଧରି ଅଣନିଃଶ୍ୱାସୀ ହେବାକୁ ପଡ଼େ ପ୍ରତି ମୁହୂର୍ତ୍ତରେ। ଚକ୍ଷୁ ଯାଏ ସିକ୍ତ ହୋଇ। କେବେ କେବେ ମନଗହନରେ ଆଉଟି ହୋଇଯାଏ ସେହି ସବୁ ବ୍ୟଥାତୁର ମୁହୂର୍ତ୍ତ। ଝଲସି ଉଠେ ଆଖି ଆଇନାରେ ନାରୀର ଅନ୍ତର୍ଦାହ ପୀଡ଼ାଗ୍ଳାନି, ଭାଙ୍ଗି ପଡ଼ୁଥିବା ଆଶା ଆଉ ଛାତି ତଳେ ଅସରନ୍ତି ଶୂନ୍ୟତା। ସ୍ମୃତିର ପାଉଁଶ ଗଦା ଅଣ୍ଡାଳୁ ଅତୀତର ଝର୍କା ଖୋଲେ ସେହି ମନ୍ତ୍ରମୁଗ୍ଧ ସମ୍ମୋହନ। ମନେ ପଡ଼େ ଅଜଣା ମରୁର ନିସଙ୍ଗତା। ସମୁଦ୍ରର ନୀଳମଖା ଢେଉ ପରି ସମାଜର ଏକ ଅବିଚ୍ଛିନ୍ନ ଅଙ୍ଗ ସାଜିଥିବା ନାରୀ ଆଜି ପୁରୁଷର ଲେଖନୀରେ ପୂର୍ଣ୍ଣତୋୟା ଏକ କାବ୍ୟ ନାୟିକା। ଈଶ୍ୱରଙ୍କ କମନୀୟ ସୃଷ୍ଟି, କ୍ଳାନ୍ତ ଏକ କବିର ଶବ୍ଦ ସଂଯୋଜନା, ଆଉ ବିପର୍ଯ୍ୟସ୍ତ ସ୍ୱପ୍ନ ସମାଜର ତଲ୍ଲୀନ ଭାବନା।